ସହନଶୀଳ ଓ ବୁଦ୍ଧିମାନ ସିଂହ ଜଙ୍ଗଲର ରାଜା ଥିଲା। ତାର ରାଜ୍ୟରେ ସମସ୍ତେ ଶାନ୍ତିରେ ରହୁଥିଲେ। ଦିନେ ଜଙ୍ଗଲରେ ଏକ ଅଦ୍ଭୁତ ସୁନ୍ଦର ଚିତ୍ରଳ ହରିଣ ଆସିଲା। ସେହି ହରିଣର ଶରୀରରେ ସୁନ୍ଦର ଚିତ୍ର ଥିଲା ଏବଂ ସେ ବହୁତ ଚଞ୍ଚଳ ଥିଲା। ସିଂହ ତାକୁ ଦେଖି ବହୁତ ପ୍ରଭାବିତ ହେଲା ଏବଂ ତାକୁ ନିଜ ଦରବାରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେଲା। ସିଂହର ପୁରାତନ ସଭାସଦମାନେ, ବିଶେଷ କରି ଏକ ଈର୍ଷାଳୁ ହାତୀ ଓ ଏକ ଧୂର୍ତ୍ତ ଶିଆଳ, ଏହାକୁ ପସନ୍ଦ କଲେ ନାହିଁ। ସେମାନେ ନୂଆ ହରିଣକୁ ତାଡ଼ନା ଦେବା ଆରମ୍ଭ କଲେ ଏବଂ ତାର ବିରୁଦ୍ଧରେ ସିଂହଙ୍କ କାନରେ ମନ୍ଦ ମନ୍ଦ କଥା ଭର୍ତ୍ତି ଦେବାକୁ ଲାଗିଲେ। ସିଂହ ବୁଦ୍ଧିମାନ ଥିଲା। ସେ ସଭାସଦଙ୍କ କଥା ଶୁଣିଲା କିନ୍ତୁ ତୁରନ୍ତ କୌଣସି ସିଦ୍ଧାନ୍ତ ନେଲା ନାହିଁ। ବରଂ ସେ ଏକ ଯୋଜନା କଲା। ସେ ଜଣାଇ କଲା ଯେ ଜଙ୍ଗଲରେ ଏକ ମହାନ ଉତ୍ସବ ଅନୁଷ୍ଠିତ ହେବ ଏବଂ ସେଠାରେ ସମସ୍ତଙ୍କୁ ନିଜ ନିଜର କୌଶଳ ଦେଖାଇବାକୁ ହେବ। ଉତ୍ସବ ଦିନ ସମସ୍ତେ ନିଜ ନିଜର କଳା ପ୍ରଦର୍ଶନ କଲେ। ହାତୀ ବଡ଼ ବଡ଼ ଗଛ ଉପାଡ଼ିଲା, ଶିଆଳ ଚାଲାକିରେ ଖେଳ ଦେଖାଇଲା। ଶେଷରେ ଚିତ୍ରଳ ହରିଣ ଆସିଲା। ସେ ଏତେ ଚଞ୍ଚଳ ଭାବରେ ଦୌଡ଼ିଲା ଏବଂ ଲମ୍ପ ଦେଲା ଯେ ତାର ଶରୀରର ଚିତ୍ରଗୁଡ଼ିକ ଜୀବନ୍ତ ହୋଇଉଠିଲା ଏବଂ ଏକ ଅଦ୍ଭୁତ କାଳ୍ପନିକ କଥା ସୃଷ୍ଟି କଲା। ସମସ୍ତେ ତାର ପ୍ରଦର୍ଶନକୁ ଦେଖି ମନ୍ତ୍ରମୁଗ୍ଧ ହୋଇଗଲେ। ସିଂହ ଖୁସି ହୋଇ ହରିଣକୁ ପୁରସ୍କୃତ କଲା। ସେ ଈର୍ଷାଳୁ ହାତୀ ଓ ଶିଆଳକୁ ଡକାଇ କହିଲା, ମୁଁ ଜାଣିପାରିଛି ତୁମେ ଦୁଇଜଣ ଏହି ହରିଣର ବିରୁଦ୍ଧରେ କୁଯୋଜନା କରିଥିଲ, କିନ୍ତୁ ମୁଁ ତାକୁ ଏକ ସୁଯୋଗ ଦେବାକୁ ଚାହୁଁଥିଲି ଯାହାଦ୍ୱାରା ସେ ନିଜର ମୂଲ୍ୟ ପ୍ରମାଣିତ କରିପାରିବ। ସଫଳତା ପାଇଁ କୁଯୋଜନା ନୁହେଁ ବରଂ ପରିଶ୍ରମ ଓ ନିଷ୍ଠା ଆବଶ୍ୟକ। ଈର୍ଷାଳୁ ହାତୀ ଓ ଶିଆଳ ନିଜର ଭୁଲ ମାଗିଲେ ଏବଂ ହରିଣଠାରୁ କ୍ଷମା ମାଗିଲେ। ସେହି ଦିନଠାରୁ ସମସ୍ତେ ମିଳିମିଶି କାମ କଲେ ଏବଂ ଜଙ୍ଗଲରେ ଶାନ୍ତି ଓ ସୁଖ ରାଜ୍ୟ କଲା। ଈର୍ଷା ଓ କୁଯୋଜନା କେବଳ ବିଜୟ ଆଣିପାରିବ ନାହିଁ। ଗପଟି ସରିଲା।